ଲୋକାର୍ପିତ ହେଲା ଅଞ୍ଜଳି ପଣ୍ଡାଙ୍କର ଗଳ୍ପ ଗ୍ରନ୍ଥ ସୁବର୍ଣ୍ଣା। ବର୍ତ୍ତମାନ ସମାଜର ପ୍ରତିଛବି ସମ୍ବଳିତ ବିଷୟବସ୍ତୁ ପାଠକଙ୍କ ମନକୁ ଛୁଇଁବ ବୋଲି ଅତିଥିଙ୍କ ମତ। ବାଲେଶ୍ୱର ବିଶିଷ୍ଟ ଶିଳ୍ପୋଦ୍ୟୋଗୀ ତଥା ସମାଜସେବୀ ସୁଧାସିନ୍ଧୁ ପଣ୍ଡାଙ୍କର 79ତମ ଜନ୍ମଦିବସ ଅବସରରେ ତାଙ୍କ ସହଧର୍ମିଣୀ ତଥା ସାରସ୍ୱତ ସାଧିକା କବୟିତ୍ରୀ ଓ ସମାଜସେବୀ ଅଞ୍ଜଳି ପଣ୍ଡାଙ୍କର ଗଳ୍ପ ଗ୍ରନ୍ଥ ସୁବର୍ଣ୍ଣା ସ୍ଥାନୀୟ ହୋଟେଲ ଲକି ଇଣ୍ଟରନ୍ୟାସନାଲ ପରିସରରେ ଲୋକାର୍ପିତ ହୋଇଯାଇଛି। ବାଲେଶ୍ୱର ଅକ୍ଷାଂଶ ପ୍ରକାଶନୀ ଆନୁକୂଲ୍ୟରେ ଆୟୋଜିତ ଏହି ଲୋକାର୍ପଣ ଉତ୍ସବରେ ଫକୀରମୋହନ ସାହିତ୍ୟ ପରିଷଦର ପୂର୍ବତନ ସଭାପତି ଡକ୍ଟର ହରିଶ୍ଚନ୍ଦ୍ର ବେହେରା ପୌରୋହିତ୍ୟ କରିଥିଲେ। ବିଶିଷ୍ଟ ସାରସ୍ୱତ ସାଧକ ଡକ୍ଟର ପ୍ରହ୍ଲାଦ ଚରଣ ମହାନ୍ତି ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁସ୍ତକକୁ ଉନ୍ମୋଚନ କରିବା ସହିତ ଶ୍ରୀମତୀ ପଣ୍ଡାଙ୍କର ଲେଖନୀ ଶୈଳୀକୁ ଭୂୟସୀ ପ୍ରଶଂସା କରିଥିଲେ। ସାହିତ୍ୟ ପରିଷଦର ପୂର୍ବତନ ସଭାପତି ଡକ୍ଟର ଶିରିଷ ଚନ୍ଦ୍ର ଜେନା ଏଥିରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବର୍ତ୍ତମାନ ସମାଜର ପ୍ରତିଛବି ସମ୍ବଳିତ ବିଷୟବସ୍ତୁ ପାଠକଙ୍କ ମନକୁ ବେଶ ଛୁଇଁବ ବୋଲି ଆଶା ପ୍ରକାଶ କରିଥିଲେ। ଗଳ୍ପ ଗ୍ରନ୍ଥ ସୁବର୍ଣ୍ଣାର ରଚୟିତା ଅଞ୍ଜଳି ପଣ୍ଡା ଏଥିରେ ନିଜର ଲେଖକୀୟ ଅଭିଜ୍ଞତା ଅନୁଭୂତି ସମ୍ପର୍କରେ ବର୍ଣ୍ଣନା କରିଥିଲେ। ପୁସ୍ତକକୁ ପ୍ରକାଶିତ କରିଥିବା ବାଲେଶ୍ୱର ଅକ୍ଷାଂଶ ପ୍ରକାଶନୀର ଡକ୍ଟର ସାରଙ୍ଗଧର ତ୍ରିପାଠୀ ଏଥିରେ ପ୍ରକାଶୀୟ ମତ ରଖିଥିବା ବେଳେ ସାହିତ୍ୟ ପରିଷଦର ପୂର୍ବତନ ସଭାପତି ଡକ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପୁସ୍ତକଟିର ସମୀକ୍ଷା କରିଥିଲେ। ପ୍ରାରମ୍ଭରେ ସାହିତ୍ୟ ପରିଷଦର ପୂର୍ବତନ ସମ୍ପାଦକ କବି ଦୀପକ ବୋଷ ପ୍ରାକ୍ କଥା ରଖିବା ସହ ଅତିଥିଙ୍କୁ ମଞ୍ଚ ଆମନ୍ତ୍ରଣ କରିଥିଲେ। ଏହି ଅବସରରେ ଉପସ୍ଥିତ ଅତିଥି ଓ ବିଶିଷ୍ଟ ବ୍ୟକ୍ତିମାନେ ସୁଧାସିନ୍ଧୁ ପଣ୍ଡାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ। ଶେଷରେ ଇତିଶ୍ରୀ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ବହୁ ସାରସ୍ୱତ ସାଧକ, କବି, ଗାଳ୍ପିକ, ଲେଖକ, ସମାଜସେବୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଶ୍ରୀ ପଣ୍ଡାଙ୍କର ଝିଅ, ଜ୍ୱାଇଁ, ନାତି, ନାତୁଣୀ ଓ ପରିବାରର ସମସ୍ତ ସଦସ୍ୟ ସଦସ୍ୟା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।